ଦେଖିଛ ଆମର ଇନ୍ଦ୍ରଧନୁ ବୋଲି ନାଁ ଶୁଣିଛ? ଇନ୍ଦ୍ରଧନୁ କୋଉଠି ପଡେ? ଇନ୍ଦ୍ରଧନୁ କୋଉଠି ପଡେ? ଇନ୍ଦ୍ରଧନୁ ଆକାଶରେ। କେତେବେଳେ ପଡେ? ଯେତେବେଳେ ବର୍ଷା ଉଠାଏ। ବର୍ଷା ଆସିଲା ବେଳେ ନହେଲେ ବର୍ଷା ହେଇସାରିଲା ପରେ ଆକାଶରେ ଆମର ଇନ୍ଦ୍ରଧନୁ ଦେଖାଯାଏ। ଇନ୍ଦ୍ରଧନୁ କେମିତିକା ଦେଖାଯାଏ? ଧନୁ ଭଳିଆ। ଦେଖିଛ? ରଙ୍ଗ ଜାଣିଛ ତ ସବୁ ରଙ୍ଗ ନା? ଇନ୍ଦ୍ରଧନୁରେ ଆମର କେତେଟା ରଙ୍ଗ? 7ଟା। କେତେଟା? ମନେ ରଖ। ଇନ୍ଦ୍ରଧନୁର 7ଟି ରଙ୍ଗ। ଇନ୍ଦ୍ରଧନୁର 7ଟି ରଙ୍ଗ। କେତୋଟି ରଙ୍ଗ? ତାକୁ କେମିତି କୁହାଯାଏ? ବାଘ, ନିଶ, ହନାଲା। ଶୁଣିଛ? ବାଘ, ନିଶ, ହନାଲା। ବାରେ କଣ କହିପାରିବ? ବାରେ ବାଇଗଣୀ। ଇନ୍ଦ୍ରଧନୁ ଦେଖିବାକୁ ଧନୁ ଭଳିଆ। ବୁଝିଲ? ବାରେ ବାଇଗଣୀ। ବାଘ, ଘରେ ଘନ ନୀଳ। କୁହ ଘନ ନୀଳ। ସରେ নীলে নারঙ্গী। সরে সবুজ। হরে হলদিয়া। এটা কোন কলর কইলা? তাকু নারঙ্গী কহନ୍ତି। ହେଲା? ଆଉ ଏଇଟା ଉପରଟା ନାଲି। ଆଉ କଣ କହୁଛି? ବାଘ, ନିଶ, ହନାଲା। କଣ କହନା? ବାରେ ବାଇଗଣୀ। ଘରେ ଘନ ନୀଳ। ନରେ ନାରଙ୍ଗୀ। ସରେ ସବୁଜ। ହରେ ହଳଦିଆ। ବାଇଗଣ ଥାଉ ତମର। ହଁ ବାଇଗଣ ଥାଉ। ଶୁଣ, ନାରେ ନାରଙ୍ଗୀ। ନରେ ଲାଲି ନାଲି। ବାଘ, ନିଶ, ହନାଲା। ମନେ ରହିଲା? ପଚାରିଲେ କହିପାରିବ? ଇନ୍ଦ୍ରଧନୁର କେତେଟା ରଙ୍ଗ? 7ଟା। କେତେଟା? ଇନ୍ଦ୍ରଧନୁ କେତେବେଳେ ପଡେ? ବର୍ଷା ଛାଡ଼ିଲା ପରେ ନହେଲେ ବର୍ଷା ଆସିବା ଆଗରୁ ପଡେ। କୋଉଠି ଦେଖାଯାଏ? ଆକାଶରେ। ଆକାଶରେ ଦେଖାଯାଏ।